ଯକୃତ ପ୍ରତିରୋପଣ ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଏବେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ମିଳିବ ଏହି ଅସ୍ତ୍ରୋପଚାରର ସୁବିଧା। ହସ୍ପିଟାଲରେ 2 ଜଣ ରୋଗୀଙ୍କ ସଫଳ ଅସ୍ତ୍ରୋପଚାର କରାଯାଇ ସୁସ୍ଥ କରାଯାଇଥିବା ସୂଚନା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ବରିଷ୍ଠ ଡାକ୍ତରୀ ଟିମ୍। ଗତ ମାସେ ମଧ୍ୟରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ସଫଳତାର ସହିତ ଶେଷ ହୋଇଛି ଏହି ଯକୃତ ପ୍ରତିରୋପଣ ଅସ୍ତ୍ରୋପଚାର। ଗୋଟିଏ ମାସରେ ଏହା ହେଉଛି ଦ୍ୱିତୀୟ ଯକୃତ ପ୍ରତିରୋପଣ ସଫଳ ଅସ୍ତ୍ରୋପଚାର। ଜଣେ ମୃତ ବ୍ୟକ୍ତିର ଯକୃତକୁ ସଫଳତାର ସହିତ ଅନ୍ୟ ଜଣଙ୍କଠାରେ ଅସ୍ତ୍ରୋପଚାର ଦ୍ୱାରା ପ୍ରତିରୋପଣ କରାଯାଇଛି। ଆପୋଲୋ ହସ୍ପିଟାଲରେ ସମ୍ପୂର୍ଣ୍ଣ ସଫଳତାର ସହିତ ଯକୃତ ପ୍ରତିରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏନେଇ ଆପୋଲୋ ହସ୍ପିଟାଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ଚିକିତ୍ସା ସେବାର ନିର୍ଦ୍ଦେଶକ ଆଲୋକ ଶ୍ରୀବାସ୍ତବ ଆପୋଲୋ ହସ୍ପିଟାଲର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ଯକୃତ ଦାନ କରିଥିବା ମୃତ ବ୍ୟକ୍ତିଙ୍କ ଆତ୍ମାର ସଦ୍ଗତି କାମନା କରାଯାଇଥିଲା। उड़ीसा में अपोलो हॉस्पिटल स्थित एक माइलस्टोन उपलब्ध किया है, जो कि फर्स्ट सक्सेसफुल डिजीज्ड लिवर ट्रांसप्लांट सक्सेसफुल हुआ है। आप समझिए क्लोजर टू 60-70 पीपल कमिंग टुगेदर एंड केयरिंग वन पर्सन, so that we see this day is an outcome that we are seeing today. So first of all, I would like to express my heartfelt thanks to the Apollo team. स्टाफ, डॉक्टर की टीम्स, यानी कि होल अपोलो की टीम के लिए मैं बहुत बहुत शुक्रगुजार हूँ कि मैं इतनी खुशी लेके यहाँ से जाऊँगा कि मैं बयान नहीं कर सकता। मेरे पास शब्द नहीं है। इतने दुखी होके आया हुआ था और इतनी खुशियाँ बटोर के जा रहा हूँ। मैं आज मेरा डिस्चार्ज होने वाला था, लेकिन मैं आज डिस्चार्ज नहीं ले रहा हूँ। मैं कल जाऊँगा क्योंकि मैं सबसे मिल के जाना चाहता हूँ। यहाँ की तो मैं एक ही शब्द बोल रहा हूँ कि मेरे पास शब्द नहीं है यहाँ के लिए।